ଯେତେବେଳେ ସରକାର ନଥିଲୁ ସେତେବେଳେ ଦଳର ଦାୟିତ୍ୱ ଆବଣ୍ଟନ ହୋଇଥିଲା ସମସ୍ତଙ୍କ ଭିତରେ ଛୋଟ ବଡ଼ କାମ ସବୁ ଦଳ ପାଇଁ କରିବା ପାଇଁ ସଂଗଠନ ପାଇଁ କରିବା ପାଇଁ। ଏବେ ସରକାର ହେଲା ପରେ ସ୍ୱାଭାବିକ ଭାବରେ କର୍ପୋରେସନ ବୋର୍ଡ ମାନଙ୍କର ମଧ୍ୟ ଅଧ୍ୟକ୍ଷ ଚୟନ ହେବ ଏବଂ ବୋର୍ଡ ଅଫ୍ ଡାଇରେକ୍ଟର୍ସ ମଧ୍ୟ ନିଯୁକ୍ତି ହେବେ। ଗୋଟେ ବିଳମ୍ବ ହେଉଛି ବୋଲି କୁହାଯାଉଛି। 9 ମାସ ପାଖାପାଖି ଦେଖନ୍ତୁ କାମ ନିଖୁଣ ହେବା କଥା, ହଡ଼ବଡ଼ିରେ ହେବା କଥା ନୁହଁ। ସେଟା ହଡ଼ବଡ଼ିରେ ହେଲେ ବହୁତ ସମୟରେ ତ୍ରୁଟି ବିଚ୍ୟୁତି ହୁଏ। ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା କେଉଁ ନିଗମ ତାର କାମ କ'ଣ ସେ କାମରେ ରୁଚି ରଖୁଥିବା ଏବଂ ଅନୁଭବ ଥିବା କାର୍ଯ୍ୟକର୍ତ୍ତା କିଏ ଇଏ ସବୁ କଲାବେଳକୁ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କର ତାଙ୍କର ରୁଚି ତାଙ୍କର ସ୍ୱଭାବ ତାଙ୍କର ସେ ଦିଗରେ କାମ କରିବାର ଅନୁଭବ ଯୋଗ୍ୟତା ଏସବୁ ବିଷୟ ସ୍ୱାଭାବିକ ଭାବରେ ଲମ୍ବା ସମୟ ଲାଗେ। ସ୍ୱାଭାବିକ ଭାବରେ ଯେ ଯେଉଁ କାମକୁ ନ୍ୟାୟ ଦେଇପାରିବ ସେ କାମରେ ରହିବ। ଦଳରେ 25 ବର୍ଷ ଦଳର କାମ କଲି ମୁଁ, ତୃଣମୂଳ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ। ତେଣୁ ସ୍ୱାଭାବିକ ଭାବରେ ଆମେ ଚାହିଁବୁ ସମସ୍ତେ କୌଣସି ନା କୌଣସି କାମରେ ନିଯୁକ୍ତି ପାଆନ୍ତୁ। ଦଳ ପ୍ରତି ମଧ୍ୟ ନ୍ୟାୟ କରିବାର ଆବଶ୍ୟକତା ଅଛି। ସଂଗଠନଟାକୁ ମଧ୍ୟ ଆହୁରି ଆଗକୁ ବଢ଼ିବାର ଅଛି। ଯେଉଁମାନଙ୍କର ସଂଗଠନରେ ରୁଚି ସେମାନେ ସଂଗଠନ ଦାୟିତ୍ୱରେ ରହିବେ। ଯେଉଁମାନଙ୍କର ସରକାରୀ କାମରେ ଅନୁଭବ ଅଭିଜ୍ଞତା ଅଛି ଏବଂ ରୁଚି ଅଛି ସେମାନେ ସରକାରୀ କାମର ଦାୟିତ୍ୱ ପାଇବେ। ସମୟ ଆସିଗଲାଣି। ସାର୍ ବାରମ୍ବାର ଯିଏ ପ୍ରଭାରୀ ରହିଛନ୍ତି ସେ ଗୋଟିଏ କଥା କହୁଛନ୍ତି କେନ୍ଦ୍ର କୋର୍ଟରେ ଭୁଲ ଅଛି, ବର୍ତ୍ତମାନ ସବୁ ନିଷ୍ପତ୍ତି ସରିଛି। ଜାତୀୟ ଦଳଟା ଏବଂ এই ଜାତୀୟ ଦଳରେ ଅନ୍ୟ ଦଳଠାରୁ ଆମର ଭିନ୍ନତା ଏଇଟା ଯେ ଏ ଦଳରେ ସାମୂହିକ ନିଷ୍ପତ୍ତି ହୁଏ। ଏ ଦଳର କେହି ମାଲିକ ନଥାନ୍ତି। ଅନ୍ୟ ଆଞ୍ଚଳିକ ଦଳ ଦେଖିବେ କିମ୍ବା ଜାତୀୟ ସ୍ତରରେ କଂଗ୍ରେସ ପାର୍ଟିକୁ ଦେଖିବେ ଜଣେ ମାଲିକ। ଏଠି କେହି ମାଲିକ ନୁହନ୍ତି, ସମସ୍ତେ କାର୍ଯ୍ୟକର୍ତ୍ତା। କେହି କାହାର ଉପରେ ନୁହଁ, କେହି କାହାର ତଳେ ନୁହଁ। ସମସ୍ତଙ୍କୁ ସାଙ୍ଗରେ ନେଇକରି ସମସ୍ତ ଦାୟିତ୍ୱ ଭିନ୍ନ ଭିନ୍ନ କିନ୍ତୁ ଦର୍ଜା ସମସ୍ତଙ୍କର ସମାନ, ସମସ୍ତେ କାର୍ଯ୍ୟକର୍ତ୍ତା। ମାର୍ଚ୍ଚ ମାସ ମୋଟାମୋଟି ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରକ୍ରିୟା ସମାପ୍ତ ହୋଇଯିବ। ସାର୍ ଆପଣ ବ୍ୟକ୍ତିଗତ ଭାବେ ଗୋଟେ ବଡ଼ ଇନିସିଏଟିଭ୍ ନେଇଛନ୍ତି, ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ୍ ବା ଆପାର୍ଟମେଣ୍ଟ ରେଗୁଲେସନ୍। ବ୍ୟକ୍ତିଗତ ସ୍ତରରେ ଆପଣ ସବୁ ବିଭାଗକୁ ଡାକିକି ଆଲୋଚନା କରୁଛନ୍ତି, ଆଇନଜୀବୀଙ୍କ ସହିତ କଥା ହେଉଛନ୍ତି, ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହିତ କଥା ହେଉଛନ୍ତି, ଆଗଉଛି କିଛି ସାର୍? ଦେଖନ୍ତୁ ବହୁତ ଆଗେଇଲାଣି। ସେଟା ମଧ୍ୟ ଆମେ ନିଖୁଣ ଭାବରେ କରିବା ପାଇଁ ଚେଷ୍ଟା କରୁଛୁ। ବହୁତ ସମୟରେ ଆପଣମାନେ ଦେଖିବେ ଯେ ସରକାର ଗୋଟିଏ ସମସ୍ୟାକୁ ସମାଧାନ କରିବା ପାଇଁ ନିଷ୍ପତ୍ତି କଲା ପରେ ସେ ନିଷ୍ପତ୍ତି ଆହୁରି 5ଟା ବଡ଼ ସମସ୍ୟା ତିଆରି କରିଦିଏ। ଏବେ ହଜାର ହଜାର ଲୋକ ମୋ ପାଖକୁ ଆଉଛନ୍ତି ଯେଉଁମାନେ ଏଭଳିଆ ଠକେଇର ଶିକାର ହୋଇଛନ୍ତି। ପ୍ଲଟ୍ କଥା ଆପଣ କହୁଛନ୍ତି ଯେଉଁଟା ପ୍ଲଟିଂ କରିକି ବିକ୍ରି କରିବାରେ ଅତୀତରେ ବହୁତ ଲୋକ ଯେଉଁମାନଙ୍କ ଘର ଖଣ୍ଡିଏ କରିବା ପାଇଁ ପ୍ଲଟ୍ କିଣିଥିଲେ ଏବଂ ତାଙ୍କୁ ଯେଉଁ ଲିଟରେଚର ଦେଖାହେଇଥିଲା ସେଥିରେ ରାସ୍ତା ଦେଖାହେଇଥିଲା, ନାଳି ଦେଖାହେଇଥିଲା, ସମସ୍ତ ପ୍ରକାର ସୁବିଧା ଦେଖାହେଇଥିଲା। ଯେଉଁମାନେ ପ୍ଲଟିଂ କରି ବିକିଲେ ସେମାନେ ପ୍ଲଟ୍ଟାକୁ ବି ବିକିଦେଲେ। ପ୍ଲଟ୍ ବିକ୍ରି ସରିଲା ପରେ ରାସ୍ତା ଯେଉଁଟା ଚିହ୍ନଟ କରିଥିଲେ ତାକୁ ବି ବିକିଦେଲେ। ରାସ୍ତାକୁ ଆସିବା ପାଇଁ ମଧ୍ୟ ବାଟ ମିଳିଲାନି। ତେଣୁ ପାର୍ଟ ପ୍ଲଟ୍ ବିକ୍ରି, ପ୍ଲଟିଂ କରିକି ବିକ୍ରି କରିବା ଏବଂ ଆପାର୍ଟମେଣ୍ଟ ତାର ଯେଉଁ ଗମ୍ଭୀର ସମସ୍ୟା ମାନେ ଥିଲା ସେ ମୋଟାମୋଟିକୁ ତାକୁ ଆଖି ଆଗରେ ରଖିକରି ମୋଡାଲିଟି ପ୍ରସ୍ତୁତ ହୋଇଗଲାଣି। ନଗର ଉନ୍ନୟନ ବିଭାଗ ତାଙ୍କର ଡ୍ରାଫ୍ଟ ପ୍ରପୋଜାଲଟା ରାଜସ୍ୱ ବିଭାଗକୁ ଦେଲାଣି। ରାଜସ୍ୱ ବିଭାଗ ସେ ବାବଦରେ ଅଧ୍ୟୟନ କରୁଛି। ଏଜି ସାଙ୍ଗରେ ମଧ୍ୟ ମୁଁ ପରାମର୍ଶ କରିଛି। ଆଇନ ସଚିବ ସାଙ୍ଗରେ ମଧ୍ୟ ମୋର ପରାମର୍ଶ ଚାଲିଛି। ସେଠି ଗୋଟେ ରେରା ଗୋଟେ କେନ୍ଦ୍ରୀୟ ଆଇନ ଅଛି ଯେଉଁଥିରେ ମଧ୍ୟ ଏଠି ଗୁଡ଼ିଏ ଅଧିକାରୀ ଅଛନ୍ତି, ସେମାନଙ୍କର ମଧ୍ୟ ଆମେ ପରାମର୍ଶ ନେଉଛୁ। ଡେଭଲପମେଣ୍ଟ ଅଥରିଟି ମଧ୍ୟ ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ଆକ୍ଟ ଯେଉଁଟା ସେଥିରେ ମଧ୍ୟ ଗୁଡ଼ିଏ ଜାଗାରେ କିଛି ତ୍ରୁଟି ବିଚ୍ୟୁତି
ଅଛି ଯାହାର ସଂଶୋଧନର ମଧ୍ୟ ଆବଶ୍ୟକତା ଅଛି। ମାର୍ଚ୍ଚ ସବୁବେଳେ ପ୍ରଥମ ନୋଟିଫିକେସନ ଆମେ ହେଇଗଲାଣି, ଯୋଉଟା ବିଗତ ସରକାର ରେଟ୍ରୋସ୍ପେକ୍ଟିଭ ଇଫେକ୍ଟ କରିଥିଲେ ତାକୁ ଆମେ ବାତିଲ କରିଦେଲୁ। ରେଟ୍ରୋସ୍ପେକ୍ଟିଭ ହେବ ନାହିଁ, ନୋଟିଫିକେସନ ଦିନଠାରୁ ଲାଗୁ ହେବ। ଏବେ ଯାହା ସଂଶୋଧନ କରିବାର ଅଛି ମାର୍ଚ୍ଚ ମାସକୁ ଦ୍ୱିତୀୟ ଏବଂ ତୃତୀୟ ନୋଟିଫିକେସନ ମଧ୍ୟ ହେଇଯିବ ଏବଂ ଶେଷରେ ଫ୍ଲାଟ୍ ରେଜିଷ୍ଟ୍ରେସନ, ମୋତେ ଲାଗୁଛି ଫ୍ଲାଟ୍ ରେଜିଷ୍ଟ୍ରେସନ ମଧ୍ୟ ଆସନ୍ତା ମାସ ସେ ବାବଦରେ ମଧ୍ୟ ଯେଉଁ ସମସ୍ୟା ଅଛି ସେ ସମସ୍ୟା ମଧ୍ୟ ଦୂର ହେଇଯିବ। सर ओसी गोटे बड़ समस्या जोटा पुराना आपार्टमेंट 2017 पूर्वर आपार्टमेंट रेरा पूर्वर आपार्टमेंट तेणु ओसी नहीं किसी कोहल मनोभाव সেটা তো আমি অলরেডি তার নোটিফিকেসন করে সারিছু। রেরা আইন লাগু হওয়া আগরু রেরাকু যে পিছলা তারিখর লাগু কলে সে বাবদরে আমার স্পষ্টীকরণ আমি দিয়ে দিয়েছু। সেମାନଙ୍କ ପାଇଁ মোটামুটি রেরা আইন লাগু হব নাই। ଯେଉଁମାନଙ୍କର ରେରା ପୂର୍ବରୁ ତାଙ୍କର ରେଜିଷ୍ଟ୍ରେସନ କାମ ସରିଯାଇଥିଲା ତାଙ୍କୁ ଲାଗୁ ହେବନି। ଯେଉଁ ଯେଉଁ ଜାଗାରେ ଛୋଟ ବଡ଼ ସମସ୍ୟା ସେଥିରେ ବାହାରିଛି ତାକୁ ମଧ୍ୟ ସମାଧାନ କରିବା ପାଇଁ ଦ୍ୱିତୀୟ ତୃତୀୟ ନୋଟିଫିକେସନ ହେବା ପାଇଁ ଯାଉଛି। କିନ୍ତୁ ହାଇକୋର୍ଟ ସାର୍ ସେ ତା ଉପରେ ବି ପିଆଇଏଲ୍ ଫାଇଲ୍ ହେଇଛି, ହାଇକୋର୍ଟ ନାଇଁ, ସେ- ଦେଇ ସାରିଲେଣି ସେଟାକୁ। ହାଇକୋର୍ଟର ମଧ୍ୟ ଗୋଟେ ଆଦେଶ ଅଛି ଏ ବାବଦରେ। ସେ ଆଦେଶ ଆଗରୁ ଗୋଟେ ଏ ବାବଦରେ ତାଙ୍କର ମାନ୍ୟବର ହାଇକୋର୍ଟର ମଧ୍ୟ ଆଦେଶ ଥିଲା। ସେ ଆଦେଶରେ ସେମାନେ ଯେଉଁ ଯେଉଁ ଅବଜରଭେସନ ଦେଇଥିଲେ ଏବେ ଯେଉଁ ନୂଆ ସଂଶୋଧନ କରୁଛୁ ମାନ୍ୟବର ହାଇକୋର୍ଟର ଯେଉଁ ଅବଜରଭେସନ ତାକୁ ମଧ୍ୟ ଆମେ ଆଖି ଆଗରେ ଦେଖିକିରି ସଂଶୋଧନକୁ କରିବା ପାଇଁ ଚେଷ୍ଟା କରୁଛୁ। କାହିଁକିନା ମାନ୍ୟବର ହାଇକୋର୍ଟ ଥରେ ନିର୍ଦ୍ଦେଶ ଦେଲେ ସେ ନିର୍ଦ୍ଦେଶ ସମସ୍ତଙ୍କ ପାଇଁ ସର୍ବୋପରି। सर रेरा आईन सीना आप्लिकेबल हेनी कि जो डेवलपमेंट एक्ट कथा कहते तो ओसीसीसी कथा मैंडेटरी कथा ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟରେ ବି ରହିଛି, ତେଣୁ Justice ତାକୁ Yes. ଆଇନ ସଂଶୋଧନ ଆଣିବେ କି? ନାଇଁ ସେଇଟା କହୁଛି ପୁରା आसीबा ऑडिट ଯେ ଦୁଇ ତିନିଟା ବିଷୟ ଅଛି। ଦେଖନ୍ତୁ ଆପଣ ଗୁଡ଼ିଏ ସମୟରେ ନିର୍ଦ୍ଦିଷ୍ଟ ଆଇନ କିମ୍ବା ସେ ଆଇନ ସଂକ୍ରାନ୍ତୀୟ ଯେଉଁ ରୁଲ୍ସ ସେଟା ମିସ୍ ଇଣ୍ଟରପ୍ରିଟେସନ ହେଇଥାଏ। ତେଣୁ ତାର ପ୍ରପର ଇଣ୍ଟରପ୍ରିଟେସନ କରିବାର କାମରେ ଆମେ ଲାଗିଛୁ। ଇଣ୍ଟରପ୍ରିଟେସନ କଲା ପରେ ଯଦି ଆମକୁ ଲାଗିବ ଯେ ତାର ସ୍ପଷ୍ଟୀକରଣ ଦେଲେ ହେଇଯିବ ତାହେଲେ ସଂଶୋଧନ ନ କରି ସ୍ପଷ୍ଟୀକରଣ ଦେଇଦେବୁ। ଯଦି ତାର ସଂଶୋଧନର ଆବଶ୍ୟକତା ପଡ଼େ ତାହେଲେ ସଂଶୋଧନ କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ।